ଆପଣ ସାମ୍ନାରେ ଗୋଟିଏ ଜାତକ ଦେଖୁଛନ୍ତି ଯେ ଜାତକ ହେଉଛି ଜଣେ ମହିଳାଙ୍କର ଯାହାର ଜନ୍ମ ତାରିଖ ହେଉଛି 8 ଅକ୍ଟୋବର 1991 ମସିହା। ସମୟ ହେଉଛି ସକାଳ 7:55 AM। ଜନ୍ମସ୍ଥାନ ହେଉଛି ଲୁଧିଆନା। ଚାଲନ୍ତୁ ଏଇ ଜାତକ ବିଷୟରେ ଆମେ ଡିସ୍କସନ୍ କରିବା, ଆନାଲିସିସ୍ କରିବା, କ'ଣ ଜାତକରେ ଥିଲା, ତାଙ୍କର ପ୍ରଶ୍ନ କ'ଣ ଥିଲା। କିନ୍ତୁ ସେ ପ୍ରଶ୍ନ ପଚାରିବା ପୂର୍ବରୁ ମୁଁ ତାଙ୍କୁ କହିଥିଲି ଯେ ଆକ୍ଚୁଆଲି ତାଙ୍କ ପ୍ରଶ୍ନ କ'ଣ ହେଇପାରେ, ଆଣ୍ଡ ସେ ବି ସେଇ ଜିନିଷ କହିଲେ ସାର୍ ପ୍ରଶ୍ନ ଠିକ୍ ଅଛି। ତ ଆଷ୍ଟ୍ରୋଲୋଜି ଗୋଟେ ଜିନିଷ ଯେଉଁଟାକି ଆପଣଙ୍କୁ ବହୁତ କିଛି ଜିନିଷ କହିଦିଏ। ତ ତାଙ୍କ ସହିତ କନସଲଟେସନ୍ ବେଳେ ମୁଁ କହିଲି ମୁଁ ଆପଣଙ୍କୁ ସବୁ ଜିନିଷ କହି ଯାଉଛି, ଆପଣ ପ୍ରଶ୍ନ ପଚାରିବା ଦରକାର ନାହିଁ, ଆପଣଙ୍କ ଜାତକ ହିଁ ଆପଣଙ୍କର ପ୍ରଶ୍ନ ପ୍ରୋବ୍ଲେମ୍ ସବୁ କିଛି କହିଦେବ। ଆଣ୍ଡ ଠିକ୍ ସେ ଜିନିଷ ମଧ୍ୟ ହେଇଥିଲା। ତେବେ ଚାଲନ୍ତୁ ଆମେ ବର୍ତ୍ତମାନ କଥା ହେବା ଯେଉଁ ସାମ୍ନାରେ ଆପଣ ଜାତକ ଦେଖୁଛନ୍ତି। ଇଏ ହେଉଛି ତୁଳା ଲଗ୍ନ ଆଉ କନ୍ୟା ରାଶି। ତୁଳା ଲଗ୍ନର ବ୍ୟକ୍ତିମାନେ ହେଉଛନ୍ତି କେଉଁମାନେ ଯେଉଁମାନଙ୍କ ଭିତରେ ଗୋଟେ ବାଲାନ୍ସ ନେଚର ଥାଏ। ସବୁ ଜିନିଷ ବାଲାନ୍ସ କରିକି ଯିବା ତାଙ୍କୁ ବହୁତ ପସନ୍ଦ ଲାଗେ। ଏମାନେ ବହୁତ ଭଲ ଭଲ ସଜେସନ୍ ଆପଣଙ୍କୁ ଦେଇପାରିବେ। ତା ସହିତ ଏମାନଙ୍କୁ ଗୋଟେ ଲକ୍ଜରିୟସ୍ ଲାଇଫ୍, ଯେମିତିକି ଭଲ ଖାଇବା, ଭଲ ପିନ୍ଧିବା, ଗୋଟେ ବ୍ରାଣ୍ଡେଡ୍ ଜିନିଷ ତାଙ୍କୁ ବହୁତ ପସନ୍ଦ ଥାଏ। ତା ସହିତ ରାଶି ହେଉଛି ତାଙ୍କର କନ୍ୟା ରାଶି, ଯିଏକି ହସ୍ତା ନକ୍ଷତ୍ରରେ ଜନ୍ମଗ୍ରହଣ କରିଛନ୍ତି। କନ୍ୟା ରାଶିର ସବୁଠୁ ବେଶ୍ ଜିନିଷ ହେଉଛି ଏମାନଙ୍କର ବାଣୀ ଦ୍ୱାରା ଲୋକମାନେ ଆଟ୍ରାକ୍ଟ ହେଇଯାନ୍ତି। ଏମାନେ ଏତେ ବହୁତ ସଫ୍ଟ ସ୍ପୋକେନ୍ ଥାନ୍ତି, କଅଁଳିଆ କଥା, କୋମଳ ବଚନ କହିଥାନ୍ତି, ଆଣ୍ଡ ସେଥିଲାଗି ହିଁ ସମସ୍ତେ ଇମ୍ପ୍ରେସ୍ ହେଇଯାନ୍ତି ବହୁ ଯଜ୍ଞଙ୍କ ପାଇଁ। ତା ସହିତ ଏମାନେ ଭଲ ଟେଷ୍ଟି ଖାଇବା ମଧ୍ୟ ବନାନ୍ତି, ଆଉ ଭଲ ଟେଷ୍ଟି ଖାଇବା ଆମକୁ ପସନ୍ଦ ମଧ୍ୟ ଲାଗିଥାଏ। ତେବେ ଚାଲନ୍ତୁ ଆଙ୍କ ଜାତକରେ ଲଗ୍ନର ଅଧିପତି ଯିଏକି ଲଗ୍ନର ଅଧିପତି ଯିଏକି ଶୁକ୍ର ମହାରାଜ, ସେ ବସିଛନ୍ତି ଆଙ୍କର ଏକାଦଶ ଘରେ। ଏକାଦଶ ଘର ଯିଏକି ଆପଣଙ୍କର ବଡ଼ ଭାଇ, ବଡ଼ ଭଉଣୀ, ଆପଣଙ୍କର ଫ୍ରେଣ୍ଡ ସର୍କଲ୍, ଆପଣଙ୍କର ପ୍ରଫିଟ୍ସ କ'ଣ ଆସିବ, ଏଇସବୁ ଜିନିଷକୁ ରିପ୍ରେଜେଣ୍ଟ କରିଥାଏ। ତ ଲଗ୍ନାଧିପତି ଯେହେତୁ ଏକାଦଶ ଘରେ ଯାଇକି ବସିଅଛି, ତେଣୁ ଆଙ୍କର ମାଇଣ୍ଡରେ ସଦାବେଳେ ଯେ ମୁଁ କେମିତି କ'ଣ କରିକି ପଇସା ଇନକମ୍ କରିବି, କେଉଁଠୁ ଅଲଗା ସୋର୍ସରୁ ପଇସା ଆସିବ, କ'ଣ ଆସିବ, ଏଇସବୁ ଜିନିଷ ତାଙ୍କ ମାଇଣ୍ଡରେ ସଦାବେଳେ ଆସିଥାଏ। ତା ସହିତ ଆପଣ ଦେଖିବେ ଆଙ୍କ ଜାତକରେ ଶୁକ୍ର ସହିତ ବୃହସ୍ପତି ବସିଛି, ଯେଉଁଟାକି ବହୁତ ବଢ଼ିଆ କମ୍ବିନେସନ୍। କିନ୍ତୁ ଏଇ ଜାତକ ପାଇଁ ବୃହସ୍ପତି ସେତେ କାରକ ନୁହନ୍ତି, କାହିଁକିନା ଆଙ୍କ ପାଇଁ ଷଷ୍ଠାଧିପତି, ତେଣୁ ସମ୍ଭବ ପ୍ରୋବ୍ଲେମ୍ ମଧ୍ୟ କ୍ରିଏଟ୍ କରିବେ। କିନ୍ତୁ ଶୁକ୍ର ସହିତ ବୃହସ୍ପତି ଯେତେବେଳେ ବି ବସିଥାଏ, ଆପଣ ଗୋଟେ ଜିନିଷ ଦେଖିବେ, ଆପଣ ଗୋଟେ ଭଲ ୱେଲ୍ଦି ଫ୍ୟାମିଲିରେ ଜନ୍ମଗ୍ରହଣ କରିଥିବେ। ଯଦି ଆପଣ ଗୋଟେ ଧନୀ ଘରେ ଜନ୍ମଗ୍ରହଣ ନ ବି କରୁଛନ୍ତି, ଆପଣ ଦେଖିବେ ଧୀରେ ଧୀରେ ଆପଣ ଜନ୍ମ ପରେ ଆପଣଙ୍କ ଘରକୁ ବା ଆପଣଙ୍କ ପ୍ୟାରେଣ୍ଟସ୍ ପାଖକୁ ବହୁତ ପଇସା ଆସିବା ମଧ୍ୟ ଷ୍ଟାର୍ଟ ହେଇଯିବ। ତ ଏଇଟା ହେଉଛି ଗୋଟେ ବହୁତ ବଢ଼ିଆ କମ୍ବିନେସନ୍। ତା ସହିତ ଆପଣ ଦେଖିବେ ଜାତକରେ ଲଗ୍ନରେ ମଙ୍ଗଳ ଆସିକି ବସିଛି। ଲଗ୍ନ ଯେହେତୁ ମଙ୍ଗଳ ବସିଛି, ମଙ୍ଗଳ ହେଉଛି ଆଙ୍କ ଜାତକର ଦ୍ୱିତୀୟାଧିପତି ଆଉ ସପ୍ତମାଧିପତି। ଯେହେତୁ ଏ ଦ୍ୱିତୀୟାଧିପତି, ଦେଖିବେ ଆଙ୍କ ମାଇଣ୍ଡରେ ସଦାବେଳେ ଦ୍ୱିତୀୟ ଘରୁ କ'ଣ ଦେଖାଯାଏ, ଦ୍ୱିତୀୟ ଘରୁ ଦେଖାଯାଏ ଆପଣଙ୍କର କୁଟୁମ୍ବ ଘର, ତା ସହିତ ଆପଣଙ୍କର ପଇସାର ଧନର ଘର। ତେଣୁ ଦେଖିବେ ଇଏ ନିଜ ଫ୍ୟାମିଲି ପାଇଁ, ନିଜ ପଇସା ପାଇଁ, ନିଜ କୁଟୁମ୍ବମାନଙ୍କ ପାଇଁ, ପରିବାର ପାଇଁ ବହୁତ ପୋଜିଟିଭ୍ ନିହାତି ଥିବେ। ଆଉ ତା ସହିତ ସପ୍ତମ ଘରର ଅଧିପତି ଯିଏକି ଆପଣଙ୍କ ଲାଇଫ୍ ପାର୍ଟନରକୁ ରିପ୍ରେଜେଣ୍ଟ କରୁଛି, ତ ଲାଇଫ୍ ପାର୍ଟନରକୁ ନେଇକି ମଧ୍ୟ ବହୁତ ଏକ୍ସଟ୍ରା ପୋଜିଟିଭ୍ ଆଙ୍କ ଭିତରେ ନିହାତି ଥିବ। କିନ୍ତୁ ଲଗ୍ନରେ ଯେତେବେଳେ ମଙ୍ଗଳ ବସିଯାଏ, ଗୋଟେ ପ୍ରୋବ୍ଲେମ୍ କ'ଣ କରେ ସିଏ, ଯେ ଆପଣଙ୍କୁ ଟିକେ ଆଗ୍ରେସିଭ୍ ପର୍ସନ୍ ବନେଇ ଦିଏ। ଆପଣଙ୍କୁ ମାନେ ଜଲ୍ଦି ଆପଣଙ୍କୁ ଡିସିସନ୍ ନେବା ବା ପେସେନ୍ସ କମ୍ ରହିଲା। କିନ୍ତୁ ତୁଳା ଲଗ୍ନବାଲାଙ୍କ ଭିତରେ ପେସେନ୍ସ ବହୁତ ଅଧିକ ଥାଏ, ଧୈର୍ଯ୍ୟ ଶକ୍ତି ବହୁତ ଅଧିକ। କିନ୍ତୁ ମଙ୍ଗଳ ବସିକି ଟିକେ ଆପଣଙ୍କୁ ସର୍ଟ ଟେମ୍ପର ବନେଇଦେବ, ତୁରନ୍ତ ଆପଣଙ୍କୁ ରାଗ ଆସିଯିବ। ଆଉ ତା ସହିତ ଶନିର ବି ଦୃଷ୍ଟି ପଡ଼ିଯାଉଛି, ତେଣୁ କ'ଣ କରିବେ, ଆପଣ ଦେଖିବେ କୌଣସି କାମ ଠିକ୍ ଟାଇମ୍ରେ ହେଉନଥିବ, ତେଣୁ ଆପଣଙ୍କୁ ବହୁତ ଆଙ୍ଗର, ଆଗ୍ରେସିଭନେସ୍ ଆପଣଙ୍କ ଭିତରେ ବହୁତ ଅଧିକ ଆସିଯାଉଥିବ। ତା ସହିତ ତାଙ୍କ ଜାତକରେ ବର୍ତ୍ତମାନ ବୃହସ୍ପତି ମହାଦଶା ଚାଲିଅଛି। ବୃହସ୍ପତିରେ ବର୍ତ୍ତମାନ ଶୁକ୍ର ଅନ୍ତର୍ଦଶା ଚାଲିଅଛି। ଆଙ୍କ ଜାତକରେ ବୃହସ୍ପତି କେବେ ବି ହେଲେ କାରକ ନୁହେଁ। ତେଣୁ ବୃହସ୍ପତି ମହାଦଶା ଚାଲିଲା ପରଠୁ, ମାନେ 2016ରୁ ବୃହସ୍ପତି ମହାଦଶା ଚାଲିଲାଣି, ତା ପରଠୁ ଆଙ୍କ ଲାଇଫ୍ରେ ବହୁତ ପେନ୍, ଡିଷ୍ଟର୍ବାନ୍ସ, ପ୍ରୋବ୍ଲେମ୍ ଷ୍ଟାର୍ଟ ହେଇଗଲାଣି। ଖାସ୍ କରିକି 2024 ପରଠୁ ଆଙ୍କର ହେଲ୍ଥ ଇସ୍ୟୁଜ୍ ଆହୁରି ବିଗିଡ଼ି ଯାଇଥିବ ନିହାତି ଭାବରେ। ବୃହସ୍ପତି ଆଙ୍କର ଷଷ୍ଠାଧିପତି, ରୋଗ ଘରର ଅଧିପତି, ତେଣୁ ଯେହେତୁ ବୃହସ୍ପତି ମହାଦଶା ଚାଲିଛି, ସମ୍ଭବ ଆଙ୍କ ଲାଇଫ୍ରେ ବର୍ତ୍ତମାନ ହେଲ୍ଥ ଇସ୍ୟୁଜ୍, ପ୍ରୋବ୍ଲେମ୍, ଶତ୍ରୁତା, ଏସବୁ ଜିନିଷ ଲାଗି ରହିବ ନିହାତି ଭାବରେ। ଆଣ୍ଡ ତାଙ୍କୁ ଯେତେବେଳେ ପଚାରିଥିଲି ସେଇ ଜିନିଷ ସେ ମଧ୍ୟ ଏଗ୍ରି କରିଥିଲେ, ସାର୍ ହେଲ୍ଥ ଇସ୍ୟୁଜ୍ ଆଣ୍ଡ ପାଷ୍ଟରେ ହାର୍ଟ ଆଟାକ୍ ହେବାର ମଧ୍ୟ ଚାନ୍ସେସ୍ ଅଧିକ ଥିଲା ବା ହାର୍ଟ ଆଟାକ୍ ହେଇଥିଲା ମଧ୍ୟ। ତା ସହିତ ବୃହସ୍ପତି ଯେହେତୁ ବସିଛି ଏକାଦଶ ଘରେ, ତ ଫାଇନାନ୍ସିଆଲ୍ ବା ପଇସାକୁ ନେଇକି ମଧ୍ୟ ପ୍ରୋବ୍ଲେମାଟିକ୍ ସେ କରେଇଦେବ ନିହାତି ଭାବରେ। କିନ୍ତୁ ବୃହସ୍ପତି ଗୋଟେ ଭଲ ପୋଜିସନ୍ରେ ଅଛି, କାହିଁକିନା ଇଏ ଗୋଟେ ଉପଚୟ ଘରେ ଆସିକି ବସିଛି। ବୃହସ୍ପତି ଅଲଗା କେଉଁ ଘରେ ବସିଥାନ୍ତା, ମେ ବି ଟିକେ ଡିଷ୍ଟର୍ବାନ୍ସ ବା ଅଲଗା ପ୍ରୋବ୍ଲେମ୍ କରେଇଥାନ୍ତା, କିନ୍ତୁ ଏକାଦଶ ଘରେ ଭଲ ଜାଗାରେ ବସି କିଛି ସେତେ ସିରିୟସ୍ ପ୍ରୋବ୍ଲେମ୍ ନୁହଁ। ତା ସହିତ ବର୍ତ୍ତମାନ ଦେଖନ୍ତୁ ତାଙ୍କର ପ୍ରଶ୍ନ ଆଉ ଗୋଟେ ଜିନିଷ ଥିଲା ଯେ ଇଏ ଫରେନ୍ ଯିବା ପାଇଁ ଚାହୁଁଛନ୍ତି, ବିଦେଶ ଯିବା ପାଇଁ ଚାହୁଁଛନ୍ତି।
ତା ସହିତ ପଇସା ମଧ୍ୟ ଆଙ୍କ ପାଖରେ ରହୁନାହିଁ, ସେଭିଂ ହେଇକି ରହୁନାହିଁ। এই দুইটা কোশ্ଚିନ୍ ବର୍ତ୍ତମାନ ଆମେ ଦେଖିବା ଯେଉଁମାନଙ୍କର ମାନେ ମାଇଣ୍ଡରେ ଥାଏ ଯେ ପଇସା ତାଙ୍କର ରହୁନି, ଖର୍ଚ୍ଚ ହେଇଯାଉଛି। ଆପଣ ଦେଖନ୍ତୁ ଆଗ ପ୍ରଥମେ ଦ୍ୱାଦଶ ଘର, କାରଣ ଦ୍ୱାଦଶ ଘର ହେଉଛି ଖର୍ଚ୍ଚ, ବ୍ୟୟର ଘର ହେଉଛି ଦ୍ୱାଦଶ ଘର। ଆପଣଙ୍କ ଆଙ୍କ ଯେତେବେଳେ ଦେଖିବେ ଆଙ୍କର ଏକାଦଶ ଘରର ଅଧିପତି ଯିଏକି ରବି, ସିଏ ଆସିକି ଦ୍ୱାଦଶ ଘରେ କନ୍ୟା ରାଶିରେ ବସିଅଛି। ତ ଦ୍ୱାଦଶ ଘର କନ୍ୟା ରାଶି ଯେହେତୁ ବସିଗଲା, ତେଣୁ ଏକାଦଶ ଘର ହେଉଛି କ'ଣ ଆପଣ ପ୍ରଫିଟ୍ର ଘର, ଲାଭର ଘର, ଆୟର ଘର। ସେ ଯେତେବେଳେ ଦ୍ୱାଦଶ ଘରେ ବସିଯାଉଛି ତ ଯାହା ଆପଣ ଆୟ କରୁଥିବେ ସେ କେଉଁଠି ନା କେଉଁଠି ଖର୍ଚ୍ଚ ହେଇଯାଉଥିବ। ଠିକ୍ ଅଛି, କିନ୍ତୁ ଆଉ ଗୋଟେ ଜିନିଷ ଦେଖନ୍ତୁ, ଦ୍ୱାଦଶ ଘରେ ରବି ଆଉ ଚନ୍ଦ୍ରମା ଏକାଠି ବସୁଛନ୍ତି। ତ ଯେତେବେଳେ ଆପଣ ଜାତକରେ ଯଦି ଦେଖନ୍ତୁ, ଆପଣ ଜାତକରେ ଯଦି ରବି ଆଉ ଚନ୍ଦ୍ରମା କେଉଁଠି ଜାଗାରେ ଏକାଠି ବସୁଛନ୍ତି, ତାହେଲେ ଦେଖିବେ ଆପଣଙ୍କ ମନରେ ଗୋଟେ ଶାନ୍ତି କେବେ ହେଲେ ନଥାଏ। ସପୋଜ୍ ଯଦି ଆପଣ ଗୋଟେ ମାସକରେ 30 ଦିନ ଥାଏ, 30 ଦିନରୁ ଆପଣ ଯଦି 5-6 ଦିନ ଯଦି ଆପଣ ମାଇଣ୍ଡ ଭଲ ରହୁଥିବ, ତାହେଲେ 15-20 ଦିନ ଆପଣ ମାଇଣ୍ଡ ଅଟୋମେଟିକାଲି ଡିଷ୍ଟର୍ବ ହେଇଯାଉଥିବ, ସେ ହେଇଯାଏ ପ୍ରୋବ୍ଲେମ୍। ତେଣୁ ଆପଣଙ୍କର ରେମେଡ଼ି ତରଫରୁ ଆପଣ ଗୋଟେ ଜିନିଷ କରନ୍ତୁ, ଆପଣ ଲେଟ୍ ନାଇଟ୍ ଯଦି ଚାହୁଁଛନ୍ତି ତାହେଲେ ତାକୁ ବନ୍ଦ କରନ୍ତୁ। ଲେଟ୍ ନାଇଟ୍ ଚାହିଁଲେ ଆପଣଙ୍କୁ ଦେଖିବେ ପ୍ରୋବ୍ଲେମ୍ ଆହୁରି ବଢ଼ିଯିବ, କାହିଁକିନା ସେ ମନକୁ ଆହୁରି ସେ ଡିଷ୍ଟର୍ବ କରାଇଦେବ। ତା ସହିତ କନ୍ୟା ରାଶି ଅଟିଏ, ତେଣୁ ଏମାନେ ବହୁତ ମାନେ କ'ଣ ପେସେନ୍ସ ଅଛି ଆଙ୍କ ପାଖରେ, ଷ୍ଟଡିୟସ୍ ମାନେ ପଢ଼ାପଢ଼ି କରିବା ପେସେନ୍ସ ନିହାତି ବହୁତ ଅଧିକ ଅଛି ଆଙ୍କ ପାଖରେ। ତା ସହିତ ଗୋଟିଏ ପ୍ରୋବ୍ଲେମ୍ ହେଉଛି କ'ଣ, ଯେ ଦ୍ୱାଦଶ ଘରେ ବୁଧ ମଧ୍ୟ ବସିଅଛି। ତ ତାଙ୍କୁ ଯେତେବେଳେ ପଚାରିଲେ ଆପଣ ମିଛ ମଧ୍ୟ କହୁଛନ୍ତି, ସେ ଏଗ୍ରି କଲେ ହଁ ସାର୍ ମୁଁ ମିଛ ମଧ୍ୟ କୁହେ, କାହିଁକିନା ଦ୍ୱାଦଶ ଘରେ ବୁଧ ଯେତେବେଳେ ବସିଯାଏ ତ ପର୍ସନ୍ ବହୁତ ଅଧିକ କହିବା ଷ୍ଟାର୍ଟ କରେ, ଯେତେବେଳେ ଅଧିକ କହେ ତ ମିଛ ନିହାତି ଆସିଯାଏ। ତା ସହିତ ରବି ମଧ୍ୟ ଦ୍ୱାଦଶ ଘରେ ବସିଛି। ଯଦି ଆପଣ ଜାତକରେ ରବି ଦ୍ୱାଦଶ ଘରେ ବସିଥାଏ, ତାହେଲେ ଆପଣ ଦେଖିବେ ଆପଣଙ୍କ ଭିତରେ ଗୋଟେ ଶୋ ଅଫ୍ ନେଚର୍ ବହୁତ ଆସିଯିବ। ଆପଣଙ୍କର ପର୍ସନାଲିଟି କ'ଣ, ବା ଆପଣ କ'ଣ ପିନ୍ଧୁଛନ୍ତି, କ'ଣ କିଣିଲେ, କ'ଣ ନାହିଁ, ଏସବୁ ଜିନିଷ ଗୋଟେ ଶୋ କରିବା ଆପଣଙ୍କୁ ବହୁତ ଭଲ ଲାଗିଯିବ। ତ ଇଏ ଗୋଟେ ପ୍ରୋବ୍ଲେମ୍ ନୁହଁ, ବାଇ ଡିଫଲ୍ଟ ତାଙ୍କ ଜାତକରେ ଅଛି, ସୋ ଦ୍ୟାଟ୍ ସେଇ ଜିନିଷ ଦେଖିବାକୁ ମିଳିଥାଏ। ତା ସହିତ ଯେତେବେଳେ ମୁଁ ଜାତକଟା ଦେଖିଲି, ଆଙ୍କର ବାପାଙ୍କ ସହିତ ମୁଁ କହିଲି ଆପଣ ବାପାଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବନି, ବା ବାପାଙ୍କ ସହିତ ସେଥିରେ ଅଧିକ ପଡ଼ିବ ନାହିଁ। କାହିଁକି? କାହିଁକିନା ଆଙ୍କର ଦେଖନ୍ତୁ ଜାତକ ଦଶମ ଘର ଅଧିପତି ଦ୍ୱାଦଶ ଘରେ ଯାଇକି ବସିଅଛି। ଚନ୍ଦ୍ରମା ଯିଏକି ଦଶମ ଘର ଅଧିପତି, ସେ ଦ୍ୱାଦଶ ଘରେ ବସିଗଲା, ତେଣୁ ବାପାଙ୍କ ସହିତ ଟିକେ ପ୍ରୋବ୍ଲେମେଟିକ୍ ବନେଇଦେଲା। ତା ସହିତ କେତୁ ମଧ୍ୟ ବସିଛି ନବମ ଘରେ, ତ ଫାଦରଙ୍କଠୁ ଡିଟାଚମେଣ୍ଟ ହେବା ବା ଫାଦରଙ୍କଠୁ ସେତିକି ଲଭ୍ ଆଫେକ୍ସନ୍ କେୟାର ନ ମିଳିପାରିବାର ଚାନ୍ସେସ୍ ବହୁତ ଅଧିକ ଅଛି ଏ ଜାତକରେ। ତା ସହିତ ଯେତେବେଳେ ଆପଣ ଦେଖିବେ ରାହୁର ପୋଜିସନ୍ ଦେଖିବେ, ରାହୁ ବସିଛି ଆପଣଙ୍କର ଆସିକି ତୃତୀୟ ଘର, ଯେଉଁଟାକି ବହୁତ ବେଷ୍ଟ ପୋଜିସନ୍। ରାହୁ ଯେତେବେଳେ ତୃତୀୟ ଘରେ ଆସିକି ବସିଯାଏ ନା, ଆପଣ ଦେଖିବେ ଆପଣ କୌଣସି କାମ କରିବା ପାଇଁ ଆପଣଙ୍କୁ କେବେ ଡର ଲାଗିବନି, ବିନ୍ଦାସରେ ଆପଣ ଆକ୍ଟିଭ୍ ହେଇକି କାମ କରିବା ଷ୍ଟାର୍ଟ କରିଦେବେ। ସବୁ ଜିନିଷ କରିବା ପାଇଁ ଆପଣ ଆଗଭର, କୌଣସି ଜିନିଷରେ ଡର ଭୟ ଆପଣଙ୍କୁ ଲାଗିବ ନାହିଁ। ସେଇଟା ହେଉଛି ବହୁତ ବଢ଼ିଆ ପୋଜିସନ୍। ଆଉ ତା ସହିତ ରାହୁ ଯେତେବେଳେ ତୃତୀୟ ଘରେ ବସିଥାଏ, ଆପଣଙ୍କୁ ଗୋଟେ ସ୍ପେଶିଆଲ୍ ଜିନିଷ ଦେଇଥାଏ, ସିଏ ହେଲା କ'ଣ, ଆପଣ ଭଲ ମ୍ୟାନିପୁଲେସନ୍ କରିପାରିବେ। ଲୋକଙ୍କୁ କେମିତି କମ୍ୟୁନିକେସନ୍ କରିକି ତାଙ୍କୁ ମ୍ୟାନିପୁଲେଟ୍ କରିକି ତାଙ୍କଠୁ କାମ ହାସଲ କରାଯାଇପାରିବ, ସେଇ ସ୍କିଲ୍ କେଉଁଠି ନା କେଉଁଠି ରାହୁ ଦେଇଥାଏ ଯଦି ତୃତୀୟ ଘରେ ରାହୁ ବସିଥାଏ। ତ ସେଇଟା ଗୋଟେ ବହୁତ ବଢ଼ିଆ ପୋଜିସନ୍। ତା ସହିତ ଯେତେବେଳେ ଆପଣ ଦେଖିବେ ଶନି ମଧ୍ୟ ଚତୁର୍ଥ ଘରେ ବସିଛନ୍ତି, ତ ତାଙ୍କୁ ଘରର ସୁଖ ସମ୍ଭବ କିଛିଟା ମିଳିବ, ବଟ୍ ଏମାନେ ଇଏ ଘରଠୁ ବାହାରକୁ ଗଲେ ସମ୍ଭବ ବେଟର୍ ଫିଲ୍ କରିବେ। ତା ସହିତ ଶନି ଚତୁର୍ଥ ଘରେ ବସିକି ଦଶମ ଘରକୁ ଦେଖି, ମାନେ ଦଶମ ଦୃଷ୍ଟିରେ ଲଗ୍ନକୁ ଦେଖିଦେଉଛି, ତ ତାଙ୍କର ଲାଇଫ୍ରେ କୌଣସି କାମ ଠିକ୍ ଟାଇମ୍ରେ କେବେ ବି ହେଲେ ହେବ ନାହିଁ, ସବୁ କାମ ଡିଲେ ହେବାଟା ହିଁ ହେବ। ତେଣୁକରି କ'ଣ ପେସେନ୍ସ ନାହିଁ, କାହିଁକିନା ମଙ୍ଗଳ ବସିଛି, କାମ ଜଲ୍ଦି ହେଉନଥିବ, ମଙ୍ଗଳ ପାଖରେ ପେସେନ୍ସ ଜମାରୁ ନାହିଁ। ତେଣୁକରି ଆଙ୍କୁ ଲାଇଫ୍ରେ ଆଙ୍ଗର ଆଗ୍ରେସିଭନେସ୍ ଏଇସବୁ ଜିନିଷ ବହୁତ ଅଧିକ ଆସିଯାଉଥିବ, ଛୋଟ ଛୋଟ କଥାରେ ଚିଡ଼ିଯିବା, ରାଗିଯିବା, ଏଇ ଜିନିଷ ଦେଖିବାକୁ ନିହାତି ମିଳୁଛି ଆଙ୍କ ପାଖରେ। ଜାତକ ବହୁତ ଭଲ କମ୍ବିନେସନ୍ ଅଛି, କିନ୍ତୁ ଆଙ୍କର ଯେଉଁ ପ୍ରଶ୍ନ ଥିଲା ଯେ ବିଦେଶ ଯିବା କଥା, ତ ଯେହେତୁ ବର୍ତ୍ତମାନ ବୃହସ୍ପତିରେ ଶୁକ୍ର ଚାଲିଅଛି, ଶୁକ୍ରଙ୍କର ଲଗ୍ନର ଅଧିପତି ଯେଉଁଟାକି ଏକାଦଶ ଘରେ ଆସିକି ବସିଛି, ତା ସହିତ ଅଷ୍ଟମାଧିପତି ମଧ୍ୟ, ତ ନିଜର ଇଚ୍ଛା କାମନା ପୂର୍ତ୍ତି ମଧ୍ୟ କରିବାର ମଧ୍ୟ ଚାନ୍ସେସ୍ ବହୁତ ଭଲ ଅଛି। ତା ସହିତ ଯଦି ଏବେ ବି ନ ହେଉଛି, ଆପରେ 2027ରେ ଆସିଯିବ ଆଙ୍କର ବୃହସ୍ପତିରେ ରବି ଅନ୍ତର୍ଦଶା ଆସିଯିବ 2027 ଜୁନ୍ ପରଠୁ। ଯେତେବେଳେ ରବି ଆସିଯିବ ସେତେବେଳେ ଆଙ୍କର, କାହିଁକିନା ରବି ଦ୍ୱାଦଶ ଘରେ ବସିଛି, ତ ଫରେନ୍ ଯିବା, ପଇସା ଖର୍ଚ୍ଚ ବାର୍ଚ୍ଚ ହେବାର ଚାନ୍ସେସ୍ ବହୁତ ଅଧିକ ଅଛି। ତ ଯଦି ଏଇ ଟାଇମ୍ରେ ଯାଇପାରୁଛନ୍ତି ବହୁତ ଭଲ କଥା, ନହେଲେ ଆ ପରଠୁ ବାହାରକୁ ଯିବାର ଚାନ୍ସେସ୍ ବହୁତ ଅଧିକ ଖୋଲିଯିବ ଅଟୋମେଟିକାଲି। ତ ଟେନସନ୍ ନେବାର ସେମିତି କିଛି ନାହିଁ ଜମାରୁ। ଜାତକ ଭଲ ଅଛି, କିନ୍ତୁ ଆଙ୍କ ଜାତକ ଯେତେବେଳେ ଦେଖି ମ୍ୟାରିଟାଲ୍ ଲାଇଫ୍ ଦେଖିଲି, ମ୍ୟାରିଟାଲ୍ ଲାଇଫ୍ରେ କିଛି ନା କିଛି ପ୍ରୋବ୍ଲେମ୍ ଅଛି। ମ୍ୟାରିଟାଲ୍ ଲାଇଫ୍ କାହିଁକିନା ଆଙ୍କର ପାର୍ଟନର୍କୁ ନେଇକି ଡିଜାର୍ସ ଏକ୍ସପେକ୍ଟେସନ୍ ବହୁତ ଅଧିକ, କିନ୍ତୁ ସେଇ ହିସାବରେ ଫୁଲଫିଲ୍ ହେବାଟା ଟିକେ ପ୍ରୋବ୍ଲେମେଟିକ୍ ନିହାତି ରହିବ। ତ ସେଥିପାଇଁ ଟିକେ ଯତ୍ନ ନେବାକୁ ପଡ଼ିବ, ଟିକେ କେୟାରଫୁଲ୍ ହେଲେ ଜିନିଷ ଆହୁରି ଭଲ ହୋଇପାରିବ, କିନ୍ତୁ ଏହିସବୁ ପ୍ରୋବ୍ଲେମ୍ ଦେଖିବାକୁ ନିହାତି ମିଳିବ ଏ ଜାତକରେ। ତ
तो रिमेडी तरफ आपण करें जे आप लेट नाइट पर्यंत आप चाहतु ना आ सहित ଆପଣ ଯେହେତୁ ବିଦେଶ ଯିବା ପାଇଁ ଚାହୁଁଛନ୍ତି ଆପଣ ଟ୍ରାଏ କରନ୍ତୁ ନିଜର ସୂର୍ଯ୍ୟ ଆଉ ଶୁକ୍ରକୁ ଠିକ୍ କରିବା ପାଇଁ। ସୂର୍ଯ୍ୟକୁ ଠିକ୍ କରିବା ପାଇଁ ହେଲେ ଆପଣଙ୍କୁ ଟିକେ ସକାଳୁ ଉଠିକି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ବା ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଆଉ ତା ସହିତ ଶୁକ୍ରକୁ ଠିକ୍ କରିବା ପାଇଁ ହେଲେ ଆପଣ ପରଫ୍ୟୁମ୍ ୟୁଜ୍ କରନ୍ତୁ, ଆପଣ ଘରକୁ ନିଟ୍ ଆଣ୍ଡ କ୍ଲିନ୍ ରଖନ୍ତୁ, ଏସବୁ ଜିନିଷ କରନ୍ତୁ। ଦେଖିବେ ଆପଣଙ୍କୁ ଆହୁରି ଶୁକ୍ରର ପଜିଟିଭ୍ ଏନର୍ଜି ଆପଣଙ୍କୁ ମିଳିବା ଷ୍ଟାର୍ଟ ହେଇଯିବ। तो आशा करुँची आपको मत वीडियो भल लगी जब आप किसी प्रश्न थाए आप कमेंट कर निश्चय पचारि पारे जब आप चाहते मो सहित कंसल्ट करने ऊपर नंबर दी जाइए आप मो सहित कॉल करके व्हाट्सएप मेसेज करके आप मो सहित जोगाजोग निहाती करेंगे। तो आगामी एक वीडियो देखा आउ जन जातक सहित जातक एनालिसिस करवा से पर्यंत नमस्कार।